ଶୁଭ ସକାଳ ପିଲାମାନେ। ପିଲାମାନେ ତୁମକୁ ସବୁ ଗପ ଶୁଣିବାକୁ ଭଲ ଲାଗେ ନା ନାହିଁ? ହଁ, ଭଲ ଲାଗୁଥିବ। ହଉ ପିଲାମାନେ, ଏଇ ଛବି ଦେଖୁଛ? ଛବିରେ କ'ଣ କ'ଣ ପଶୁଙ୍କୁ ଦେଖୁଛ? ହଁ, ମାଙ୍କଡ଼, ହରିଣ, ମୟୂର, ଠେକୁଆ, କଇଁଚ, ଭାଲୁ, ଗଧିଆ, ମଇଁଷି ଆଉ ଗୁଣ୍ଡୁଚି ମୂଷାର ଫଟୋ ଦେଖୁଛ। ଏହି ପଶୁମାନଙ୍କୁ ନେଇ ଆଜି ଆମେ ହସଖେଳ ପ୍ରଥମ ଭାଗ ବହିର ପାଠ 8 ରାଜାଙ୍କ ଭୋଜି, ଏହି ପଶୁମାନଙ୍କୁ ନେଇ ଗୋଟିଏ ସୁନ୍ଦର ଗପଟିଏ ଶୁଣିବା। ଗପର ନାଁ ହେଉଛି ରାଜାଙ୍କ ଭୋଜି। ଏଇଟା ଗୋଟେ ବଣର ଚିତ୍ର ଲାଗୁଛି। ଏ ପଶୁମାନଙ୍କୁ ନେଇ ଗପଟିଏ ହୋଇଛି। କେମିତି ଲାଗୁଛି ଶୁଣିବା। ଆସ ପିଲାମାନେ, ଚିତ୍ର ଦେଖୁଛ? ବଣର ରାଜା ଭୋଜି ଦେବେ। ସବୁ ପ୍ରଜା ରାଜଉଆସରେ ଖାଇବେ। ବଣର ଯିଏ ରାଜା, ସେ ଭୋଜି ଦେବେ। ସବୁ ପ୍ରଜା ରାଜଉଆସରେ ଖାଇବେ। ଡାକରା ପାଇ ଜୀବମାନେ ସଜବାଜ ହୋଇ ବାହାରିଲେ। ଡାକରା ପାଇକି ତୁମେମାନେ ଭୋଜି ଖାଇବାକୁ ଗଲେ କେମିତି ସଜ ହୁଅ, ସେହିଭଳି ଡାକରା ପାଇ ଜୀବମାନେ ସଜବାଜ ହୋଇ ବାହାରିଲେ। ଚିତ୍ର ଦେଖୁଛ? ଭାଲୁ ବଡ଼ ଡାଲାଟିଏ ଧରିଥିଲା। ସେଥିରେ କ'ଣ ସଜା ହେଇଛି ଦେଖିଲ? ସେଥିରେ ଧଳା ଧଳା ଫୁଲ ସଜା ହୋଇଥାଏ। ହନୁ ଧରିଥାଏ ହାତରେ ଗୋଟିଏ ଗୋଲାପ କଢ଼। ହନୁ କ'ଣ ଧରିଛି ଦେଖିଲ ପିଲାମାନେ? ହଁ, ହନୁ ଧରିଛି ହାତରେ ଗୋଲାପ କଢ଼। ସଭା ପଛରେ ବୁଢ଼ା ଗଧିଆଟି ଢଳି ଢଳି ଚାଲୁଥାଏ। ସଭା ପଛରେ ବୁଢ଼ା ଗଧିଆଟି ଢଳି ଢଳିକି ଚାଲୁଥାଏ। ଚାଲ ପୁଣି ପଢ଼ିବା। ଆଜି ଆମେ ପଢ଼ୁଛନ୍ତି ରାଜାଙ୍କ ଭୋଜି ବିଷୟରେ। ଡବାରେ ଖାଇବା ଦରବ ଥାଏ। ଢାଙ୍କୁଣୀ ଖୋଲି ଦିଆଗଲା। ଉଆସରେ ଜୀବମାନେ ଧାଡ଼ି ଧାଡ଼ି ହୋଇ ବସିଗଲେ। ତୁମେ ଚିତ୍ର ଦେଖୁଛ? ଡବାରେ ଯେଉଁ ଖାଇବା ଦରବ ଥାଏ, ଢାଙ୍କୁଣୀ ଖୋଲି ଦିଆଗଲା। ଉଆସରେ ଜୀବମାନେ ଧାଡ଼ି ଧାଡ଼ି ହେଇକି ବସିଗଲେ। କେତେଜଣ ଡଙ୍କି ଧରି ପରସିଲେ। ତାଙ୍କ ମଧ୍ୟରୁ କେତେଜଣ ଡଙ୍କି ଧରିକି ପରସିଲେ ବା ବାଢ଼ିଲେ। ପଶୁମାନେ ଦେଖୁଛ ଚିତ୍ର? କେତେ ସୁନ୍ଦର ବସିକି ସବୁ ଖାଇବାକୁ ବସିଛନ୍ତି। ଦେଖୁଛ ନା ନାହିଁ? ହାତୀ ବସିଛି, ଭାଲୁ ବସିଛି, ଘୋଡ଼ା ବସିଛି, ବାଘ ବସିଛି, ଆଉ ସେଠି ଆମର ବସିଛି ମାଙ୍କଡ଼। କେତୋଟି ମାଙ୍କଡ଼, ଠେକୁଆ ସବୁ ବଢ଼ା ବଢ଼ି କରୁଛନ୍ତି। ଡବା ଖୋଲିକି ଖାଦ୍ୟ ବାଣ୍ଟୁଛନ୍ତି। ହଁ ନା ନାହିଁ? ହଁ। ବାଘ ପାଖକୁ ଲାଗି ହରିଣ ଆଉ ଜିରାଫ ମଧ୍ୟ ବସିକି ଖାଦ୍ୟ ଖାଉଛନ୍ତି। ସଭା ଶେଷକୁ ବିଲୁଆ ଆସିଲା। ସଭା ଶେଷରେ ବିଲୁଆ ଆସିଲା। ପିଢ଼ା ପକାଇ ବସିଗଲା। ପିଢ଼ା ପକାଇ ବସିଲା। ଭାବିଲା ପେଟେ ଖାଇବ। ବହୁତ ମନ ଖୁସିରେ ଭାବିଲା, ମୁଁ ଆଜି ପେଟେ ଖାଇବି। ସମସ୍ତେ ଖାଇସାରିଲେଣି, ମୁଁ ଯାଉଛି ଖାଇବି। ଦେଖିଲା ବେଳକୁ ଡବା ଖାଲି। ବିଲୁଆର ମନ ଦୁଃଖ ହେଲା। ତେଣୁ ମନେ ରଖିଥାଅ, ଭୋଜି ବେଳେ ଠିକ୍ ସମୟରେ ଯାଇ ତୁମେ ଖାଦ୍ୟ ଖାଇବ, ନହେଲେ ବିଲୁଆ ଭଳି ହେବାକୁ ପଡ଼ିବ। ହଉ, ଆସ ପିଲାମାନେ, ମୁଁ ତୁମକୁ କେତୋଟି ପ୍ରଶ୍ନ ପଚାରିବି, ତୁମେ ଉତ୍ତର ଦେବ। ରାଜା କ'ଣ ଦେଲେ? ହଁ, ରାଜା ଭୋଜି ଦେଲେ। ଭାଲୁ କ'ଣ ଧରିଥିଲା? ହଁ, ଭାଲୁ ଡାଲାଟିଏ ଧରିଥିଲା। ବିଲୁଆ କାହା ଉପରେ ବସିଲା? ହଁ, ବିଲୁଆ ପିଢ଼ା ଉପରେ ବସିଲା। ବିଲୁଆ କ'ଣ ଭାବିଲା? ହଁ, ବିଲୁଆ ଭାବିଲା, ମୁଁ ସଭା ପଛରେ ବସିବି ଆଉ ପେଟେ ଖାଇବି। ଶେଷରେ କ'ଣ ହେଲା? ଶେଷରେ ଦେଖିଲା ବେଳକୁ ଡବା ଖାଲି ହୋଇଗଲା। ଧନ୍ୟବାଦ ପିଲାମାନେ। ପୁଣି ଦେଖା ହେବ ଆଉ ଗୋଟେ କ୍ଲାସ୍ରେ। ତୁମର ରାଜଶ୍ରୀ ଦିଦି।